ଗୋଟିଏ ଦିନର କଥା। ସୁନ୍ଦରବନ ଜଙ୍ଗଲରେ ଗୋଟିଏ ଗଧ କିଛି ଘାସ ଚରି ତାର ପେଟ ଭର୍ତ୍ତି କରି ଆସୁଥିଲା। ରାସ୍ତାରେ ଗୋଟିଏ ବାଘ ସହିତ ତାର ଦେଖା ହେଲା। ଆରେ ଗଧ ଭାଇ, ତମେ କୁଆଡ଼େ ଯାଇଥିଲ? ନାଇଁ ମୋ ଭାଗ ଭାଇ, ମୁଁ ଟିକେ ଜଙ୍ଗଲ ଆଡ଼କୁ ଘାସ ଚରିବାକୁ ଯାଇଥିଲି। ପୁରା ପେଟ ଭର୍ତ୍ତି କରି ଖାଇଛି। ହଉ ଗଧ ଭାଇ, ତମକୁ ସବୁଜ ଘାସ ବହୁତ ପସନ୍ଦ ନାହିଁ? ସବୁଜ ଘାସ? ଆରେ ସେଗୁଡ଼ିକ ତ ନୀଳ ରଙ୍ଗର ଘାସ। ନାଇଁ ମୋ ଗଧ ଭାଇ, ଘାସ ସବୁ ସବୁଜ ରଙ୍ଗର ହୋଇଥାଏ। ଗଧ କିନ୍ତୁ ବାଘର କଥାକୁ ମାନିଲା ନାହିଁ। ସେ କହିଲା ଘାସ ହେଉଛି ନୀଳ ରଙ୍ଗର, କିନ୍ତୁ ବାଘ କହିଲା ସବୁଜ ରଙ୍ଗର। ଦୁଇ ଜଣଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ଲାଗିଲା। ତାପରେ ବାଘ କହିଲା, ହଉ ଠିକ୍ ଅଛି ଗଧ ଭାଇ, ତାହେଲେ ଚାଲ ଆମେ ସିଂହ ମହାରାଜ ପାଖକୁ ଯିବା ଆଉ ପଚାରି ବୁଝିବା କେଉଁଟା ଠିକ୍। ତାପରେ ଦୁଇ ଜଣ ସିଂହ ମହାରାଜ ପାଖକୁ ଗଲେ। ସିଂହ ମହାରାଜ ଦୁଇ ଜଣଙ୍କର କଥା ଭଲ କରି ଶୁଣିଲେ। କୁହନ୍ତୁ ମହାରାଜ, ଘାସ ରଙ୍ଗ ନୀଳ ନା ସବୁଜ? ମୁଁ ନୀଳ ରଙ୍ଗ କହିବାରୁ ଭାଗ ଭାଇ ମୋତେ ମନା କରୁଛନ୍ତି। ସେ କହୁଛନ୍ତି ସବୁଜ। ନା ମହାରାଜ, ନୀଳ ନୁହେଁ, ସବୁଜ। ତାପରେ ସିଂହ କହିଲା, ଗଧ ତମେ ଯାଅ, ତମର ଉତ୍ତର ଠିକ ଅଛି। ବାଘ ଜାଣେ ନାହିଁ ଘାସର ରଙ୍ଗ ନୀଳ, ତମେ ଯାଅ। ତାପରେ ବାଘ କହିଲା, ମହାରାଜ, ଆପଣ ଏମିତି କ'ଣ କହିଲେ? ଦେଖ ବାଘ, ଘାସର ରଙ୍ଗ ସବୁଜ, ଏଇଟା ଠିକ, ତଥାପି ମୁଁ ତମର ଉତ୍ତର ଭୁଲ ବୋଲି କହିଲି। ଏହାର କାରଣ ଗଧର ବୁଦ୍ଧି ନାହିଁ। ନିର୍ବୁଦ୍ଧିଆ ଲୋକଙ୍କ ସହିତ ଯୁକ୍ତି କରିବା ଭଲ ନୁହଁ, ଆଉ ନିଜକୁ ଛୋଟ ବୋଲି କରିଦେବା ଉଚିତ। ତମେ ମୂର୍ଖକୁ କେବେ ବୁଝାଇ ପାରିବ ନାହିଁ, ତେଣୁ ମୁଁ ତାକୁ ଏଠାରୁ ଯିବାକୁ କହିଲି। ତେଣୁ ଯୁକ୍ତିରେ ଯେଉଁଠି ତମର ଖାତିର ରହିନଥାଏ, ଏ ଗଧ ସହିତ ଯୁକ୍ତି ତମେ ନିଜକୁ ତଳ ଆଡ଼କୁ ଟାଣି ନେବ।